हेलो फ्रेंड, नमस्कार, जय जगन्नाथ। आशा करছি ଆପଣ ମାନେ ବହୁତ ଖୁସିରେ ଥିବେ, ବହୁତ ଭଲ ଥିବେ। ପ୍ରଭୁଙ୍କ ପାଖରେ ମୋର ଏତିକି ପ୍ରାର୍ଥନା, ଆପଣ ମାନେ ସବୁବେଳେ ଏମିତି ଖୁସିରେ ଥାଆନ୍ତୁ, ଭଲ ଥାଆନ୍ତୁ, ସୁସ୍ଥ ଥାଆନ୍ତୁ, ଆପଣଙ୍କ ପରିବାର ଏମିତି ହସ ଖୁସିରେ ରହିଥାଉ। ଆପଣ ମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି, ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ, ପାଖରେ ଥିବା ବେଲ୍ ଆଇକନ୍ ଟିକେ ଦବାଇ ଦିଅନ୍ତୁ। ଯେବେ ବି ଭିଡିଓ ପୋଷ୍ଟ କରିବି ସର୍ବପ୍ରଥମେ ଆପଣ ମାନେ ହିଁ ଦେଖିପାରିବେ। ଆପଣ ମାନଙ୍କୁ शुभ सकाळ। देखंतु मु ठाकुर पूजा करि साची घरे आ जीबी बाहर पूजा करिया पाई। एतिकी फूल अछि आ देखंतु ठाकुर गत्र पूजा कर देछि। ठीक अछि, मु बाहर पूजा करिके आसे। ठाकुर पूजा त मु करि साची, आपण माने देखिले। ठीक अछि, चलंतु आजिर ब्लॉग स्टार्ट करिबा। आ कोन करचंती आपण माने खाई साइरेन ना? आ मु खाई नै आ मु रुसे भी आरंभ कर देई साइरेनी। खाई बोले कि कहने आपण मन साथे ते कथा आइ जिबी, तापरे खाइबी। आ रुसेई करूची, भात बसेई नै, भात बसेबी, चावल धुई देगी, जुगे देगी, हांडी देरा चावल रखी देइची भात बसिबा पई। आ डाली बसेइची, हमर आज हबो डालमा डालमा। हमर डालमा हबो आजी। आ छुई नाडी दिटा बिछेइथिली, सरू सरू हेइची, परिवा किछि नाइ। छुई नाडी, आलू, लंका गुंड, जीरा गुंड देके ताको टिके भाजिबी, डालमा हबो। ହେଇଗଲା ଆଉ ବଡି ଦିଟା ଭାଜିବି, କଣ କହନି, ବଡି ଦଳି ଖାଇବା ପାଇଁ। ଆପଣ ମାନେ ଭିଡିଓ ଦେଖିଲେ ନା, ମୁଁ ସକାଳେ ପୋଷ୍ଟ କରିଥିଲି। ଆଉ କିଛି ରାତିରେ କାଲି ଟାଇମ ହେଲାନି, ସେଥିପାଇଁ ମୁଁ ସକାଳେ ପୋଷ୍ଟ କରିଦେଇଥିଲି। ଯେଉଁମାନେ ନ ଦେଖିଛନ୍ତି ପ୍ଲିଜ ମୋ ଭିଡିଓ ଟିକେ ଦେଖନ୍ତୁ, ସେୟାର କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ମୋ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ। କାଲି କହୁଥିଲି ଆପଣ ମାନଙ୍କୁ, ସେ ପାର୍ସଲ ଟା ମୁଁ କ୍ୟାନସଲ କରିଦେଇଛି, ସେ ଆସି ନାହିଁ ନବା ପାଇଁ, ଆସିବ। ଆଉ ସୂତା ବାହାରି ଯାଉଛି ନା, ସେଇଥିପାଇଁ ମତେ ଭଲ ଲାଗିଲାନି। ସୂତା ଟା ଯଦି ନ ବାହାରନ୍ତା, ମୁଁ ସେ ଗୋଲ୍ଡେନ କଲର ରଖିଦେଇଥାନ୍ତି। ଯାଉଛି ଖାଇବି, ଭୋକ ହେଲାଣି ଭାରି ଜୋରେ। ସେଟା କଣ ହେଇଛି ଭଲ ଲାଗୁନି, ଖାଇତେ ବି ଇଚ୍ଛା ହଉନି। ଅଛି କଣ ଜଲିପି ଗୋଟେ ଅଛି, ତାକୁ ଖାଇବି। ରୋଷେଇ କରିସାରିଲା ପରେ ଭାତ ଖାଇବି। ଆଉ ଗାଁ ଆଡେ କେମିତିକା ପାଗ କରିଛି? କଲିକତାର ତ ପାଗ ଏମିତିକା କରିଛି, ନ କହିଲେ କଥା ସରିବ ନାହିଁ। କଣ ହେଇଛି ପାଗଟା କେମିତିକା କରିଛି? କାଉଁଳିଆ କାଉଁଳିଆ ବର୍ଷା ବର୍ଷା ପାଗ କରିଥିଲା, ଏବେ ଟିକେ କଣ ଖରା ଦେଖଉଛି। ସକାଳେ ଟିକେ ଗାଁକୁ ଆଉ ଫୋନ ଫାନ କିଛି କରିନାହିଁ। ଆଉ ଆପଣ ମାନଙ୍କୁ ଦେଖଉଛି ମୁଁ ରୋଷେଇ ବସେଇଛି କି ନ ବସେଇ। ଆପଣ ମାନେ ଭାବିବେ ବସେଇଛ କି ନ ବସେଇ, ମିଛରେ କହିବେ। ନା ନା, ସତ କଥା। ଡାଲି ମୋର ସିଝି ଆସିଲାଣି, ଆଉ ଭାତ ଟା ବସେଇବି, ଆପଣ ମାନଙ୍କୁ ଦେଖଉଛି ବସେଇବା ପାଇଁ। ଆଉ ଡାଲି ଦେଖେଇବି ଆପଣ ମାନଙ୍କୁ। ଦେଖନ୍ତୁ ଡାଲି ବି ହେଇଗଲାଣି, ଟମାଟୋ ଦେଖନ୍ତୁ କେମିତି ଫୁଲିଗଲାଣି। ଦେଖନ୍ତୁ ଏଇ ନାଡି ଆଣିଛି, କେତେଟା ନାଡି ଅଛି? 5ଟା ନାଡି, କେତିକି ସରୁ ସରୁ। ଏଇଆକୁ ଭାଜିଦେବି, ଭଜା କରିଦେଲେ ହେଇଯିବ। ତାପରେ ଡାଲିଟା ପଘାରିବି, ଡାଲି ହେଇଗଲାଣି। ଆଉ ଭାତଟା ବସେଇବି, ଆଳୁ ଆଉ ନାଡି କାଟିବି। ବେଶୀ ଲେଟ୍ କରି ରୋଷେଇ କଲେ ଭଲ ନୁହେଁ। ସେଇ କାମଟା କରିବ, ଶୀଘ୍ର କରିଦବ, ଭଲ। କାମଟା ସାରି ଦେଇ ବସିଲେ କଣ ହେଇଗଲା ନା କଣ? ହଉ, ରୋଷେଇ ଟିକେ କରିଦିଏ, ଦେହଟା ବି ଆଜି ଭଲ ଲାଗୁନି। ଆପଣ ମାନଙ୍କ ସାଥିରେ 2-4 ପଦ କଥା ହେଇଗଲେ ମନ ଟିକେ ହାଲକା ଲାଗିବ, ନା କଣ କହୁଛନ୍ତି? ହଉ, ମୁଁ ଡାଲିଟା ଦେଖେ କଣ ହେଲାଣି, ବଘାରିବି। ଆପଣ ମାନଙ୍କୁ କହିଲି ତ ଡାଲି ବଘାରିବି ବୋଲିକି, ହଠାତ୍ କଣ ହେଲା, ମୁଁ ରୋଷେଇ କଣ ପାଇଁ କରିନାହିଁ ଆପଣ ମାନଙ୍କୁ କହିବି ତ ନିଶ୍ଚୟ। ଆଉ ଆପଣ ମାନେ ଟିକେ ଦେଖନ୍ତୁ, ଆପଣ ମାନେ ଭାବିବେ ମୁଁ ମିଛ କହୁଛି କଣ। ଆପଣ ମାନେ ଟିକେ ଦେଖନ୍ତୁ ରୋଷେଇ ହେଇପାରିଲାନି କଣ ପାଇଁ। ଆପଣ ମାନଙ୍କୁ ପଛ କ୍ୟାମେରା କରିକି ଆପଣ ମାନଙ୍କୁ ଦେଖଉଛି। ଦେଖନ୍ତୁ, ଆଳୁ, ବିମ୍ ଛୁଇଁ ଆଉ ଛୁଇଁ ନାଡି କାଟିକି ତାକୁ ପାଣିରେ ରଖିଛି, ଭାଜି ଭୁଲିକି। ଦେଖନ୍ତୁ ଇଏ ରହିଛି, ଭଜା ହେଇନାହିଁ ତ। କଢେଇରେ ତେଲ ଦେଇଥିଲି ବଡି ଭାଜିବି ବୋଲି, ଦେଖନ୍ତୁ ସେମିତି ବଡି ବି ରହିଛି ତେଲରେ ବୁଡିକି, ଭଜା ହେଇନାହିଁ। ଆପଣ ମାନେ ତ ଦେଖିଲେ କଣ ହେଇଛି କାରଣ? କାରଣ କଣ ନା, ଗ୍ୟାସ ସରିଗଲା। ଚୁଲି ହେଇଛି ନା, ଗାଁ ହେଇଛି ନା, ଚୁଲି ଅଛି, ମୁଁ ଚୁଲିରେ ରୋଷେଇ କରିଦେବି। ଗ୍ୟାସ ସରିଗଲା, ଆଉ ଗ୍ୟାସ ଯଦି ସରିଗଲା ଖାଇମୁ କଣ? ଡାଲି ସିଝେଇଥିଲି, ଆପଣ ମାନଙ୍କୁ ତ ଦେଖେଇଛି। ଖାଲି ବଘାରି ବି ଥାନ୍ତି, ମୁଁ କହିଲି ଭଜାଟା ଭାଜିଦେମି, ତାପରେ ଡାଲିଟା ବଘାରିଦେମି, ଆଉ ରନ୍ଧା ସରିଯିବ। ଆଉ ବଡି ଦିଟା ଭାଜିଦେମି। ଆଉ
ଆଉ କଣ ହବ ମୁଁ ସିନା ଗୋଟେ ଭାବିଲି ଦେଖିଲା ବେଳକୁ ଗୋଟେ ହେଲା। ଗ୍ୟାସ୍ ସରିଗଲା। ଗ୍ୟାସ୍ ବାଲା କତିକି ଫୋନ କଲି, ଗ୍ୟାସ୍ ବାଲା ସିଏ ନାହିଁ ତ, ନାଇଁ କୁଆଡେ ବୁଲିବାକୁ ଯାଇଛି। ସିଏ କହିଲା ମୁଁ କାଲି ସକାଳ 10ଟା ବେଳକୁ ଯାଇକି ଗ୍ୟାସ୍ ଦେବି। ଠିକ ନାହିଁ 10ଟା କି 10:30 ହେଇଯିବ। ତାହେଲେ ଆମେ ଖାଇବୁ କଣ କାଲି ପର୍ଯ୍ୟନ୍ତ? ଆଜି ସିନା ଦିପହରେ ଖାଇଦବୁ, ଡାଲି କି ସେନି ସିଝି ଯାଇଛି, ନହେଲେ ସେଇଆକୁ ଯାହା ହଉ ଖାଇଦବୁ ଭାତ ଦିଟା। ରାତି କଣ ଖାଇବୁ, କାଲି କଣ ଖାଇବୁ? କିଣିକି ଆଣିକି ଖାଇବାକୁ ପଡିବ ନା ଆଉ। ଗାଁ ହେଇଛି ନା ଚୁଲିରେ ରୋଷେଇ କରିଦବୁ, ଗ୍ୟାସ୍ ସରିଗଲା ଚୁଲିରେ ରୋଷେଇ କରିଦେଲ। ଆଉ ଦେଖନ୍ତୁ ଗ୍ୟାସ୍ ସରିଯାଇଛି। ଏଇଥିପାଇଁ ରୋଷେଇ ବନ୍ଦ ରହିଛି। ଆପଣ ମାନେ ବୋଧେ ଖାଇସାରିବେନି, ଆମର ତ ଉପାସ ରହିବ ଆଉ କଣ କରିବୁ। ଆଉ ଡାଲି ଭାତ ନା ଖାଲି ଭାତ କଥା ନାଇଁ ନା। ଡାଲି ସାଙ୍ଗରେ ଆଉ କିଛି ହେଇଥାନ୍ତା, ଗୋଟେ ଭଜା ମଜା ଭଲ ଲାଗିଥାନ୍ତା ଖାଇବାକୁ, ଇଏ ହେଇଥାନ୍ତା। ତମେ ଗୁଣ୍ଡେ 2 ଗୁଣ୍ଡା ଭାତ ଖାଇବ ଆଉ ଇଚ୍ଛା ହବନି ତମକୁ ଖାଇବାକୁ। ମୁଁ ସିନା ସେ ସିଝା ଡାଲି ଲଗେଇକି ଭାତ ଖାଇଦେବି। ମୋ ଘର ପାଖରେ ରହୁଛି ଯେହେତୁ ସେ କଣ ବାହାରେ ରହୁଛନ୍ତି, ଯାଉଛନ୍ତି ଅଫିସ କୁ କାମ କରୁଛନ୍ତି। ସିଝା ଡାଲି ଲଗେଇ ସେ କେତେ ଭାତ ଖାଇବେ? ଯାହା ବି ହଉ ଦିନେ ଅଧେ, ଆଉ ସବୁବେଳେ ତ ନୁହେଁ। ଦିନେ ଅଧେ ଏମିତି ହେଇଛି ତ, ଆଉ ଗ୍ୟାସ୍ କଥା ହାତ କଥା ନୁହେଁ, କେତେବେଳେ ଗ୍ୟାସ୍ ସରିବ ଠିକ ଠିକଣା ନାହିଁ। ଠିକ ହେଇଛି ଭିଡିଓଟି ବେଶୀ ଲମ୍ବା ହେଇଯାଉଛି, ଭିଡିଓଟି ବେଶୀ ବଡ କରିବିନି। ମନ ମୋର ଭଲ ନାହିଁ, ଗ୍ୟାସ୍ ସରିଗଲା, ରୋଷେଇ ଅଧାରୁ ବନ୍ଦ ହେଇଗଲା। ଆଜିର ଭିଡିଓଟି ଆପଣ ମାନଙ୍କୁ ଯଦି ଭଲ ଲାଗିଛି, ତାହେଲେ ଗୋଟେ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ। ପାଖରେ ଥିବା ବେଲ ବଟନକୁ ଟିକେ ଦବେଇ ଦେବେ। ଆଜିର ଭିଡିଓ ମୁଁ ଏଇଠି ଏଣ୍ଡ କରୁଛି। ନେକ୍ସଟ ଭିଡିଓରେ ଆପଣ ମାନଙ୍କ ସହିତ ଦେଖାହେବି। ନମସ୍କାର, ଜୟ ଜଗନ୍ନାଥ।